କଲମ ସେତେବେଳେ ସଫା ଏବଂ ସୁନ୍ଦର ଲେଖିପାରିଥାଏ ଯେବେ ସିଏ ନଈକି ଚାଲିଥାଏ। ବାସ୍ ଜୀବନର ବି ନିୟମ କିଛି ଏମିତି। କିନ୍ତୁ ନଈବାର ଅର୍ଥ ଏହା ନୁହେଁ କି ସବୁକିଛି ସହିଯିବା, କିନ୍ତୁ ସବୁକିଛିରେ ସଂସ୍କାର ଏବଂ ମର୍ଯ୍ୟାଦା ଥିବା ଦରକାର। ସୁଖ ଏବଂ ଦୁଃଖ ଏମାନେ ତ ଅତିଥି ଭଳି, ଜଣକ ପରେ ଜଣେ ଆସିବେ ଆଉ ଚାଲିଯିବେ ମଧ୍ୟ। ଯଦି ନ ଆସିବେ ତେବେ ଜୀବନ ବଞ୍ଚିବାରେ ମଜା କେଉଁଠୁ ଆସିବ? କଠିନ ପରିସ୍ଥିତି ସମୟରେ ସଂଘର୍ଷ କରିବା ଦ୍ୱାରା ଗୋଟିଏ ବହୁମୂଲ୍ୟ ସମ୍ପତ୍ତି ବିକଶିତ ହୋଇଥାଏ, ଯାହାର ନାମ ହେଉଛି ଆତ୍ମବଳ। ଯାହାକୁ ପୂର୍ଣ୍ଣ ଭାବରେ ଏହି ସମ୍ପତ୍ତି ମିଳିଗଲା, ତାକୁ ଏହି ଦୁନିଆର କୌଣସି ବି ଶକ୍ତି ନା ଡରାଇ ପାରିବ ନା ହରାଇ ପାରିବ। ଆତ୍ମା ଆମ ଅନ୍ତରରେ ଅଛି, ପରମାତ୍ମା ମଧ୍ୟ ଆମ ଅନ୍ତରରେ ଅଛନ୍ତି। ଯେତିକି ଆମ ଅନ୍ତରରେ ଅଛନ୍ତି ସେତିକି ଅନ୍ୟମାନଙ୍କ ଅନ୍ତରରେ ମଧ୍ୟ ଅଛନ୍ତି। କୌଣସି ଅସହାୟଙ୍କୁ ସାହାଯ୍ୟ କରି ଦେଖନ୍ତୁ, ଯେଉଁ ସନ୍ତୁଷ୍ଟି ମିଳେ ତାହା ଆମକୁ ଆମ ଅନ୍ତରାତ୍ମା ଦେଇଥାଏ ଏବଂ ସେହି ସାହାଯ୍ୟର ପୁଣ୍ୟଫଳ ଆମ ଅନ୍ତରରେ ଥିବା ପରମାତ୍ମା ଦେଇଥାନ୍ତି। ଏହା ହିଁ ଆମ ମାନବୀୟ ଧର୍ମ କି ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିବା। କାରଣ ଏହି ପ୍ରକୃତିର ପ୍ରତ୍ୟେକଟି କୋଣ ଅନୁକୋଣରେ, ଏହି ଦୁନିଆର ପ୍ରତ୍ୟେକଟି ଜୀବ ଭିତରେ, ଆକାଶ, ମାଟି, ଜଳ ତଥା ପ୍ରତ୍ୟେକଟି ସୂକ୍ଷ୍ମ ବସ୍ତୁରେ ମଧ୍ୟ ପରମାତ୍ମା ବାସ କରନ୍ତି। ଆଖି ଖୋଲିକି ଦେଖିଲେ ଏହି ମିଛ ମାୟା ସଂସାର ଦେଖାଯିବ। ବିଶ୍ୱାସର ସହ ଆଖି ବନ୍ଦ କରିକି ଦେଖିଲେ ପରମାତ୍ମା ସବୁଠାରେ ଦେଖାଯିବ। ସେଥିପାଇଁ ବନ୍ଧୁଗଣ, ନା ଈର୍ଷା କର, ନା ଦ୍ୱେଷ କର, ନା ଗର୍ବ କର, ନା ହିଁ କାହାର ଅନିଷ୍ଟ ଚିନ୍ତା କର। ସର୍ବମଙ୍ଗଳ ପାଇଁ ନିଜକୁ ନିବେଶ କର। ଭଗବାନ ତୁମର ମଙ୍ଗଳ ନିଶ୍ଚୟ କରିବେ। ଅନ୍ୟକୁ ଦୁଃଖ ଦେଇ ନିଜେ ଖୁସି ହେବାର ଅର୍ଥ ଅଜାଣତରେ ଈଶ୍ୱରଙ୍କୁ ଦୁଃଖୀ କରିବା। କାରଣ ଈଶ୍ୱର ସବୁଠାରେ, ସବୁ ଶରୀରେ ବିଦ୍ୟମାନ। ନା ଭଲ ସମୟକୁ ଅପେକ୍ଷା କରନ୍ତୁ, ନା ଖରାପ ସମୟର ଉପେକ୍ଷା କରନ୍ତୁ। ସଫଳ ହେବାକୁ ଚାହୁଁଥିଲେ ନିରନ୍ତର ଆତ୍ମସମୀକ୍ଷା କରନ୍ତୁ। ଇଚ୍ଛା ପୂରଣ ହେଲେ ଲୋଭ ବଢ଼େ, ଇଚ୍ଛା ପୂରଣ ନ ହେଲେ କ୍ରୋଧ ବଢ଼େ। ଅନ୍ୟର ଇଚ୍ଛା ପୂରଣ ହେଲେ ଈର୍ଷା ବଢ଼େ। ନିଜର ଅନ୍ୟଠାରୁ ଅଧିକ ଇଚ୍ଛା ପୂରଣ ହେଲେ ଅହଙ୍କାର ବଢ଼େ। ବିଚିତ୍ର ମଣିଷ ନିଜ ମନକୁ ସମ୍ଭାଳି ପାରେ ନାହିଁ। ସେଥିପାଇଁ ମାନବିକତା ଅପେକ୍ଷା ଆସୁରିକ ଶକ୍ତି ବଢ଼େ। ଧୈର୍ଯ୍ୟ, ସହନଶୀଳତା, ଦୟା ଭାବନା, ସଂସ୍କାର ଏବଂ ମର୍ଯ୍ୟାଦା ଭଳି ଗୁଣକୁ ନିଜର କରିପାରେ ନାହିଁ। ତଥାପି ମଣିଷ ଶ୍ରେଷ୍ଠ ଜୀବ ବୋଲି ମନେ ମନେ ଗର୍ବ କରେ। ଯଦି ସ୍ୱାଦ ପରିତ୍ୟାଗ କରାଯାଏ ତେବେ ଶରୀର ପାଇଁ ଲାଭପ୍ରଦ। ଯଦି ବିବାଦ ପରିତ୍ୟାଗ କରାଯାଏ ତେବେ ସମ୍ପର୍କ ପାଇଁ ଲାଭପ୍ରଦ। ସେହିପରି ଯଦି ବ୍ୟର୍ଥ ଚିନ୍ତା ପରିତ୍ୟାଗ କରାଯାଏ ତେବେ ସମ୍ପୂର୍ଣ୍ଣ ଜୀବନ ପାଇଁ ଲାଭପ୍ରଦ। କହୁଥିବା ଶବ୍ଦକୁ ମାର୍ଜିତ ରଖନ୍ତୁ, ବାକ୍ୟରେ ମଧୁରତା ରଖନ୍ତୁ, କହିବା ବେଳେ ମନରେ ସ୍ୱଚ୍ଛତା ରଖନ୍ତୁ। ଯିଏ ଭଲ ହୃଦୟର ମଣିଷ ସେ ନିଶ୍ଚୟ ବୁଝିବେ। କାରଣ ଆପଣ କେତେ ବି ଠିକ୍ ଶବ୍ଦ କୁହନ୍ତୁ, ଶୁଣୁଥିବା ଲୋକ ନିଜର ଯୋଗ୍ୟତା ଏବଂ ନିଜର ବିଚାର ଅନୁସାରେ ହିଁ ଆପଣଙ୍କ କଥାର ଅର୍ଥ ଶୁଣିବ। ସମସ୍ତେ ଭଲ ହୋଇପାରିବେ ନାହିଁ କି ଆପଣ ସମସ୍ତଙ୍କୁ ଭଲ କରିପାରିବେ ନାହିଁ। ସେଥିପାଇଁ ନିଜକୁ ଭଲ କରନ୍ତୁ। ଦୁନିଆକୁ ବଦଳାଇବାର କାମ ଭଗବାନଙ୍କ ଉପରେ ଛାଡ଼ି ଦିଅନ୍ତୁ। ଶରୀର ଯାହାର ସୁନ୍ଦର ତାକୁ ଦୁନିଆ ପସନ୍ଦ କରେ, କିନ୍ତୁ ମନ ଯାହାର ନିର୍ମଳ ତାକୁ ଈଶ୍ୱର ପସନ୍ଦ କରନ୍ତି। ଗୋଟିଏ ନଦୀ ପାହାଡ଼କୁ କାଟି ନିଜର ରାସ୍ତା ତିଆରି କରିଦେଇପାରେ, କିନ୍ତୁ ଏହା ତାର ଶକ୍ତି ଦ୍ୱାରା ନୁହେଁ, ବରଂ ନିରନ୍ତର ଧୈର୍ଯ୍ୟର ସହ କରାଯାଇଥିବା ପ୍ରୟାସ ଦ୍ୱାରା। ସେଥିପାଇଁ କେବେ ହାରିଗଲେ ରହିଯାଅ ନାହିଁ। ନିରନ୍ତର ବାରମ୍ବାର ଚେଷ୍ଟା କର, ନିଶ୍ଚୟ ସଫଳତା ପ୍ରାପ୍ତ ହେବ। କାଗଜ ଭାଗ୍ୟ ଥିଲେ ଉଡ଼େ, କିନ୍ତୁ ଗୁଡ଼ି ନିଜର ଯୋଗ୍ୟତା ପାଇଁ ଉଡ଼ିଥାଏ। ଭାଗ୍ୟରେ ଥିଲେ ସଫଳ ହୋଇପାରିବ, କିନ୍ତୁ ସଫଳତାକୁ ବଜାୟ ରଖିପାରିବ ନାହିଁ। କିନ୍ତୁ ଯଦି ପରିଶ୍ରମ ଦ୍ୱାରା ସଫଳ ହୋଇଥାଅ ତେବେ ସଫଳତା କେବେ ଛାଡ଼ିକି ଯିବନି। ଜୀବନ ଗୋଟିଏ ସୁଯୋଗ ଅଟେ, ଶ୍ରେଷ୍ଠ କର୍ମ କରିବା ପାଇଁ, ଶ୍ରେଷ୍ଠତା ହାସଲ କରିବା ପାଇଁ ଏବଂ ନିଜକୁ ଶ୍ରେଷ୍ଠ କରିବା ପାଇଁ।
ମଣିଷ ସେତେବେଳେ କାହାର ମୂଲ୍ୟ ବୁଝିଥାଏ ଯେବେ ନିଜ ଭୁଲ ପାଇଁ ଅତି ଖାସ୍ ଲୋକଟିକୁ ହରେଇ ଦେଇଥାଏ। ହାତର 5ଟି ଆଙ୍ଗୁଠି ପରି ଦୁନିଆର ପ୍ରତ୍ୟେକଟି ମଣିଷ ଭିନ୍ନ ଏବଂ ସମସ୍ତଙ୍କର ବିଚାରଧାରା ମଧ୍ୟ ଭିନ୍ନ। ସେଥିପାଇଁ ଯିଏ ଯେପରି ତାକୁ ସେପରି ସ୍ୱୀକାର କର। ଅଧିକରୁ ଅଧିକ ଶୁଣ, କମ୍ରୁ କମ୍ କୁହ, ଦେଖିବ ଜୀବନରେ ଅନେକ କିଛି ଶିଖିପାରିବ। କେହି ଜଣେ ମାଠିଆକୁ ପଚାରିଲା, ତୁ ଏତେ ଥଣ୍ଡା କିପରି? ମାଠିଆ ଉତ୍ତର ମଣିଷକୁ ଶିକ୍ଷା ଦେଲା ଭଳି। ସିଏ କହିଲା, ମୋର ଅତୀତ ମାଟି, ମୋର ବର୍ତ୍ତମାନ ମାଟି ଏବଂ ମୋର ଭବିଷ୍ୟତ ମଧ୍ୟ ମାଟି। ତେବେ ମୁଁ କେଉଁ କାରଣ ପାଇଁ ଗରମ ହେବି? ପେନ୍ ଭୁଲ କରିପାରେ, କିନ୍ତୁ ପେନସିଲ ନୁହେଁ, କାରଣ ପେନସିଲର ବନ୍ଧୁ ରବର ଥାଏ। ସେହିପରି ଜଣେ ସଚ୍ଚା ବନ୍ଧୁ ଆପଣଙ୍କର ସବୁ ଭୁଲକୁ ସୁଧାରିବାକୁ ଚେଷ୍ଟା କରେ ଏବଂ ଆପଣଙ୍କୁ ଭଲ ମଣିଷ କରିବାରେ ସାହାଯ୍ୟ କରେ। ମଣିଷର ଜୀବନ ପେନ୍ ଭଳି ହୋଇଥାଏ। ଥରେ ଭୁଲ କଲେ ତାକୁ ଲିଭାଇ ହୁଏ ନାହିଁ। କମ୍ ସେ କମ୍ ଜଣେ ସଚ୍ଚା ବନ୍ଧୁଟିଏ ନିଶ୍ଚୟ କର, ଯିଏ ଲେଖାକୁ ନ ଲିଭାଇ ପାରିଲେ ମଧ୍ୟ କିପରି ଆପଣ ଆଗକୁ ଭୁଲ ନ କରିବେ ସେଥିପାଇଁ ସେ ନିଶ୍ଚୟ ସଜାଗ ରହିବେ। ମଣିଷକୁ ମଣିଷ ଠାରୁ ଦୂରେଇ ଦେବାରେ ଏହି 2 ଜଣଙ୍କର ଅଧିକ ଭୂମିକା ଥାଏ, ମୁହଁ ଏବଂ ଟଙ୍କା। ମଣିଷ ନିଜ ପରିସ୍ଥିତି ଏବଂ ନିଜ ସ୍ୱାର୍ଥ ହିସାବରେ କାର୍ଯ୍ୟ କରିଥାଏ। ଯେମିତି ଚାରେ ମାଛି ପଡ଼ିଲେ ମଣିଷ ଚାକୁ ଫିଙ୍ଗି ଦିଏ, କିନ୍ତୁ ଯଦି ଗୁଆ ଘିଅରେ ମାଛି ପଡ଼ିଯାଏ ତେବେ ମଣିଷ ମାଛିକୁ କାଢ଼ି ଫିଙ୍ଗି ଦିଏ। ଯେମିତି ଦୁର୍ବଳ ମଣିଷ ଯଦି ଧନୀ ହୋଇଥାଏ ତାକୁ ସମସ୍ତେ ସାହାରା ଦିଅନ୍ତି, ଆଉ ଯଦି ଜଣେ ଗରିବଟିଏ ଦୁର୍ବଳ ହୋଇଥାଏ ସମସ୍ତେ ତାର ଫାଇଦା ଉଠାନ୍ତି। ଛୋଟ ମୋଟ ପରିସ୍ଥିତି ସମସ୍ତଙ୍କ ଜୀବନରେ ଥାଏ ଏବଂ ପ୍ରତ୍ୟେକଟି ପରିସ୍ଥିତି କିଛି ମୁହୂର୍ତ୍ତ ପାଇଁ ସମସ୍ତଙ୍କୁ ବଡ଼ ଭଳି ଲାଗିଥାଏ। ତୁମେ ପ୍ରତ୍ୟେକଟି ପରିସ୍ଥିତିକୁ ଧୈର୍ଯ୍ୟ ଏବଂ ସାହସର ସହ ସାମ୍ନା କରିବା ଶିଖିଯାଅ। ଦେଖିବ ବଡ଼ରୁ ବଡ଼ ପରିସ୍ଥିତି ମଧ୍ୟ ସାମାନ୍ୟ ଲାଗିବାକୁ ଲାଗିବ। ଯଦି କେହି ଇଗ୍ନୋର କରୁଛି ତେବେ ଏତିକି କର, ବୁଝିବାକୁ ଚେଷ୍ଟା କର ସିଏ ତୁମ ସହ ବୋର୍ ହେଉଛି ନା ତାର ସ୍ୱାର୍ଥ ସରିଯାଇଛି। ଯଦି ଏପରି କଥା ତେବେ ତୁମେ ବି ତାଙ୍କୁ ଇଗ୍ନୋର କର, କାରଣ ଭଲ ମଣିଷକୁ ପ୍ରାୟତଃ କେହି ବୁଝିପାରନ୍ତିନି, ନଚେତ୍ କିଛି ଚାଲାକ ଲୋକ ବୁଝି ସାରି ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିଥାନ୍ତି। ଯିଏ ଆଖି ବନ୍ଦ କରି ପ୍ରେମ କରେ ସେ ପ୍ରେମିକ ବା ପ୍ରେମିକା ହୋଇଥାଏ। ଯିଏ ଆଖି ଖୋଲିକି ପ୍ରେମ କରେ ସେ ଜଣେ ସଚ୍ଚା ବନ୍ଧୁଟିଏ ହୋଇଥାଏ। ଯିଏ ଆଖି ବନ୍ଦ ହେଲା ପର୍ଯ୍ୟନ୍ତ ପ୍ରେମ କରେ ସିଏ କେବଳ ମା ହୋଇଥାଏ। ଆଉ ଯିଏ ଆଖିରେ ଲୁହକୁ ଲୁଚେଇ ରଖି ପ୍ରେମ କରିଥାଏ ସେ କେବଳ ଆଉ କେବଳ ଜଣେ ବାପା ହୋଇଥାଏ। ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ନିଜର ଯତ୍ନ ନିଅନ୍ତୁ, ଖୁସିରେ ରୁହନ୍ତୁ। ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଭିଡ଼ିଓଟି କିପରି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ। ଭଲ ଲାଗିଥିଲେ ଗୋଟିଏ ଲାଇକ୍ଟି ନିଶ୍ଚୟ କରନ୍ତୁ। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ, ଧନ୍ୟବାଦ।